ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡୁ, ନିଜକୁ ଏତେ କମଜୋର କରିଦେଉ ଯେ ସଙ୍ଗେ ସଙ୍ଗେ ଆମମାନଙ୍କୁ ଅଜଣା ରୋଗ ମାଡ଼ି ବସେ। କିନ୍ତୁ ଏକଥା ଆମେ ଭୁଲି ଯିବାନି ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା। ପ୍ରଭୁ ରାମଚନ୍ଦ୍ରଙ୍କୁ ନିଜର ରାମ ରାଜ୍ୟ ତ୍ୟାଗ କରିବାକୁ ପଡ଼ିଥିଲା। ସକାଳୁ ସନ୍ଧ୍ୟାରେ ଯେ ମାତା ପିତାଙ୍କର ଚରଣ ସ୍ପର୍ଶ କରୁଥିଲେ, ସେହି ମାତା ହିଁ ପ୍ରଭୁ ରାମଚନ୍ଦ୍ରଙ୍କୁ ବନବାସ ପଠାଇବାର ସର୍ତ୍ତ ରଖିଥିଲେ। ମାତାଙ୍କ ବଚନ ରକ୍ଷା କରି ପ୍ରଭୁ ରାମଚନ୍ଦ୍ର 14 ବର୍ଷ ସିନା ବନବାସ ଗଲେ, କିନ୍ତୁ ଦୁଃଖର ପାହାଡ଼ ପରି ଦୁଃଖକୁ ସାମ୍ନା କରିଥିଲେ। 14 ବର୍ଷ ବନବାସ ସିନା ଗଲେ, 14 ଦିନ ଖୁସି କଣ ସେ ଜାଣିପାରି ନଥିଲେ। ଭଗବାନ ଯଦି ପାହାଡ଼ ପରି ଦୁଃଖକୁ ସହିପାରିଲେ, ଆମେ ତ ସାଧାରଣ ମଣିଷ, କ୍ଷମତା ରଖିବା ଦୁଃଖକୁ ସହିବାର। ଯେ ଏଠି ସହିବାର ଧୈର୍ଯ୍ୟ ରଖିଛି, ସେହି ବ୍ୟକ୍ତିଙ୍କର ନାମ ଇତିହାସରେ ଲେଖା ଅଛି। ଯେପରିକି ଦାନବୀର କର୍ଣ୍ଣ ଥିଲେ, ପ୍ରଭୁ ରାମଚନ୍ଦ୍ର ମଧ୍ୟ ଥିଲେ। ସତୀ ଅହଲ୍ୟା ମାତା ଥିଲେ,